ଯେଉଁଦିନ ଆପଣ ଭଗବାନଙ୍କୁ ପ୍ରଶ୍ନ କରନ୍ତି, ହେ ବାବା, ମୁଁ ତ ଆପଣଙ୍କୁ ମାନୁଛି, ତଥାପି ମୋ ଜୀବନରେ ଏତେ କଷ୍ଟ କାହିଁକି, ସେଇ ଦିନଠୁ ବୁଝି ନିଅନ୍ତୁ ସାଇବାବା ଆପଣଙ୍କୁ ପରୀକ୍ଷା କରୁନାହାନ୍ତି ଯେ ଆପଣଙ୍କୁ ଗଢ଼ୁଛନ୍ତି। ଏଇ ଲୀଳା ସେଇ ମଣିଷର ଯିଏ ଭଗବାନଙ୍କୁ ଛାଡ଼ି ଦେଉଥିଲା, କିନ୍ତୁ ସାଇବାବା ତାଙ୍କୁ କେବେ ଛାଡ଼ିଲେ ନାହିଁ। ଓଡ଼ିଶାରେ ଏକ ସାଧାରଣ ଗାଁ, ନା ମନ୍ଦିର ବଡ଼ ନା ଲୋକ ଧନୀ। ସେଇ ଗାଁରେ ଥିଲେ ମାଧବ, ନାମ ମାଧବ, କିନ୍ତୁ ଜୀବନ ଥିଲା ପୁରା ଶୂନ୍ୟ। ବାପା ଛୋଟବେଳୁ ଚାଲିଗଲେ। ମା ଦିନେ ମଜୁରୀ ରାତିରେ ଆଖିରେ ଲୁହ ମାଧବଙ୍କ ଏକମାତ୍ର ସମ୍ପତ୍ତି। ଘରର କୋଣରେ ଲାଗିଥିବା ସାଇବାବାଙ୍କର ଏକ ଫାଟି ଯାଇଥିବା ଫଟୋ। ପ୍ରତିଦିନ ସକାଳେ ସେଇ ଫଟୋ ଆଗରେ ମାଧବ କହୁଥିଲେ, ବାବା, ମୋ ପାଖରେ କିଛି ନାହିଁ, କିନ୍ତୁ ଆପଣ ଅଛନ୍ତି, ସେଇଟା ମୋର ସବୁ। ଯେଉଁଦିନ ଭକ୍ତି ଭାଙ୍ଗିଗଲା, ଦିନେ ମା ହଠାତ୍ ଗୁରୁତର ଅସୁସ୍ଥରେ ଡାକ୍ତର କହିଲେ, ଏବେ ଟଙ୍କା ନ ମିଳିଲେ ସମୟ ନାହିଁ। ମାଧବ ମନ୍ଦିରକୁ ଦୌଡ଼ିଗଲା। ଆଖିକୁ ଲୁହ, ହାତକୁ କମ୍ପୁଥିଲା। ସେ ସାଇବାବାଙ୍କୁ ଚିତ୍କାର କରି କହିଲା, ମୁଁ ତ ଆପଣଙ୍କୁ ମାନିଛି, ମୋର ମାଆକୁ କେବେ ନେବ ନାହିଁ। ଯଦି ଆପଣ ଭଗବାନଙ୍କୁ ତେବେ ଏବେ ଆସନ୍ତୁ। କୌଣସି ଉତ୍ତର ନାହିଁ। ମନ୍ଦିର ଶାନ୍ତ, ଦୀପ ଜଳୁଛି, କିନ୍ତୁ ମାଧବଙ୍କ ଭିତରେ ଅନ୍ଧକାର। ସେଇଦିନ ମାଧବ ସାଇବାବାଙ୍କ ଫଟୋକୁ ଭଲଟାଇ ଦେଲା। ସାଇବାବାଙ୍କ ନୀରବ ଖେଳ। ରାତିର ଗଭୀର ହସ୍ପିଟାଲରେ ବେଡ୍ରେ ମା ଅଚାନକ ମାଧବ ଦାହାରେ ବସି କହୁଥିଲେ, ଯଦି ଭଗବାନ ନାହାନ୍ତି ତେବେ ଭକ୍ତି କାହିଁକି? ସେହି ସମୟରେ ଏକ ବୃଦ୍ଧ ଫକୀର ଧଳା କପଡ଼ା ମୁଣ୍ଡରେ ଚିରା ପଗଡ଼ି ଧୀରେ ଆସି କହିଲେ, ପୁଅ, ତୁମେ ଭଗବାନଙ୍କୁ ଦେଖିବାକୁ ଚାହୁଁଛ? ମାଧବ ରାଗରେ କହିଲା, ମୋତେ କାହାର ଆଶୀର୍ବାଦ ଦରକାର ନାହିଁ। ବୃଦ୍ଧ ହସିଲେ। ସେଇ ହସରେ କିଛି ଥିଲା ଦୁଃଖ, ଦୟା ଓ ଆଶ୍ୱାସନା। ସେ କହିଲେ, ଯେଉଁଦିନ ତୁମେ ଭଗବାନଙ୍କୁ ଛାଡ଼, ସେଦିନ ଭଗବାନଙ୍କ ତୁମକୁ ସବୁଠୁ ଅଧିକ ଧରି ରଖନ୍ତି। ସକାଳେ ଡାକ୍ତର ଆସି ଆଶ୍ଚର୍ଯ୍ୟରେ କହିଲେ, ରୋଗୀଙ୍କ ଅବସ୍ଥା ଭଲ ହେଉଛି, ଆମେ ବୁଝିପାରୁନାହୁଁ କେମିତି। ମାଧବ ଦୌଡ଼ିଗଲା ଘରକୁ। ସାଇବାବାଙ୍କର ଫଟୋ ଯାହାକୁ ସେ ଓଲଟାଇ ଦେଇଥିଲା, ସେଇଟା ଆପେ ଆପେ ସିଧା ହୋଇଯାଇଛି। ଫଟୋ ତଳେ ଥିଲା ଏକ ଛୋଟ ଲେଖା, ଯାହା ସେ କେବେ ଦେଖିନଥିଲା, ଶ୍ରଦ୍ଧା ରଖ, ସବୁରି ସମୟ ଅଛି। ମାଧବଙ୍କ ହାତ କମ୍ପିଗଲା, ଆଖିରୁ ଲୁହ ବହିଲା। ସେ ବୁଝିଗଲା, ସାଇବାବା କେବେ ଚାଲି ଯାଆନ୍ତି ନାହିଁ, ସେ କେବଳ ନୀରବ ହୋଇ ଦେଖୁଥାନ୍ତି। ମା ସୁସ୍ଥ ହେବା ପରେ ମାଧବ ଭାବିଲା, ସବୁ ସରିଗଲା, କିନ୍ତୁ ସାଇବାବାଙ୍କ ଲୀଳା କେବେ ସରିଗଲା ବୋଲି କହିବିନି। ସେଇଟା ନୂଆ ଆରମ୍ଭର ମୌନ ଘଣ୍ଟ। ମାଧବ କାମ ଖୋଜିଲା। ଦିନେ ଦିନେ ଧକ୍କା, ରାତିରେ ଭୋକ, ମନରେ ପ୍ରଶ୍ନ, ବାବା, ଆପଣ ଥିଲେ ମୋ ଜୀବନରେ ଏତେ ଖାଲି କାହିଁକି? ପ୍ରତିଦିନ ସେଇ ପ୍ରଶ୍ନ ମନରେ ଗୁଞ୍ଜୁଥିଲା, କିନ୍ତୁ ସାଇବାବା ଏବେ ମଧ୍ୟ ନୀରବ। ଗାଁର ଏକ ଧନୀ ଲୋକ ମାଧବକୁ କାମ ଦେଲା, କିନ୍ତୁ ସେ କାମ ନୁହେଁ, ସେଇଟା ଅପମାନ। ଦିନେ ଦିନେ, ଏ ଗରିବ, ଏ ଅନାଥ, ତୁମେ କିଛି ନୁହଁ। ମାଧବ ଚୁପ୍, କାରଣ ଘରେ ମା ଅଛି। ଗୋଟିଏ ଦିନ ସେ ଧନୀ ଲୋକ ମାଧବକୁ ମାଡ଼ ମାରି ବାହାର କରିଦେଲା। ସେଇ ରାତି ମାଧବ ଗାଁ ଛାଡ଼ି ଏକ ରାସ୍ତା ଧାରରେ ବସି ପଡ଼ିଲା। ଆକାଶକୁ ଦେଖି ସେ କହିଲା, ବାବା, ମୁଁ ଏବେ ଆଉ କିଛି ଚାହୁଁନି, କେବଳ ଏବେ କୁହ, ମୁଁ ଭୁଲ କରିଥିଲି କି ଆପଣଙ୍କ ପାଇଁ? ବତାସ ଧୀରେ ରହିଲା, ଗଛର ପତ୍ର କମ୍ପିଲା, କିନ୍ତୁ ଶବ୍ଦ ନାହିଁ। ଅନ୍ଧାର ଗଭୀର। ହଠାତ୍ ଏକ କୁକୁର ମାଧବ ପାଖରେ ଆସି ବସିଥିଲା। କୁକୁରଟି ଆଖିରେ ଅଦ୍ଭୁତ ଶାନ୍ତ। ମାଧବ ଭୋକା। ସେ ପାଖରେ ଥିବା ଶେଷ ରୁଟି ଟୁକୁଡ଼ା ଟୁକୁଡ଼ା କୁକୁରକୁ ଦେଲା। ସେଇ କ୍ଷଣ କୁକୁରଟି ତାକୁ ଦେଖି ଲାଜକୁ ଭାବରେ ପୁଚ୍ଛ ହଲାଇଲା। ସେଇ ମୁହୂର୍ତ୍ତରେ ମାଧବଙ୍କ ମନ କାନ୍ଦି ଉଠିଲା, କାରଣ ସେ ବୁଝିଗଲା, ଯେଉଁଠାରେ ଭକ୍ତି ଅଛି, ସାଇବାବା ସେଠାରେ ରୂପ ବଦଳାଇ ବସିଥାନ୍ତି। ପରଦିନ ସକାଳେ ଗାଁରୁ ଦୂର ଏକ ଛୋଟ ମନ୍ଦିର। ମାଧବ ଭିତରକୁ ଗଲା। ସେଠାରେ ସାଇବାବାଙ୍କ ମୂର୍ତ୍ତି। ସେ ହସୁଛନ୍ତି। ମାଧବ ଭାଙ୍ଗି ପଡ଼ିଲା। ସେ କହିଲା, ମୋତେ ଟଙ୍କା ଦିଅନି, ମୋତେ ନାମ ଦିଅନି, କେବଳ
ମୋ ମନକୁ ଶକ୍ତି ଦିଅ। ସେହି ସମୟରେ ମନ୍ଦିରର ପୂଜାରୀ ଆସି କହିଲେ, ପୁଅ, ଗତକାଲି ରାତିରେ ମୁଁ ସ୍ୱପ୍ନ ଦେଖିଥିଲି। ସାଇବାବା କହିଥିଲେ ଏ ଛୁଆଟା ଆସିବ, ଏକ ଛାଡ଼ିବୁନି। ମାଧବ ଥରେ ମୂର୍ତ୍ତିକୁ ଦେଖିଲା। ସେଇ ହସ, ସେଇ ନୀରବତା, ସେଇ ଦୃଷ୍ଟି ଯାହା କହେ, ମୁଁ ତୁମ ସହିତ ଅଛି, ତୁମେ ମୋତେ ଦେଖ ନା ନ ଦେଖ। ସେଇଦିନଠୁ ମାଧବ ମନ୍ଦିରରେ ରହିଲା। ସେବା, ସଫା, ଭକ୍ତକୁ ପାଣି କିଛି ଚାହିଁଲା ନାହିଁ। କିନ୍ତୁ ଯେଉଁ ଲୋକ ଦୁଃଖ ନେଇ ଆସୁଥିଲା ସେମାନେ ହସି ଯାଉଥିଲେ। କେହି କହୁଥିଲେ ଏ ଛୁଆର ଆଖିରେ କିଛି ଅଛି। କେହି କହୁଥିଲେ ଏଠାରେ ବସିଲେ ମନ ହାଲକା ହୋଇଯାଏ। କାରଣ ସାଇବାବା ଏବେ ମନ୍ଦିରରେ ନୁହେଁ, ମାଧବଙ୍କ ଭିତରେ ବସୁଥିଲେ। ଦିନେ ଯାଉଥିଲା। ମାଧବ କେବେ ନିଜକୁ ଭକ୍ତ ବୋଲି କହିଲା ନାହିଁ। ସେ କେବଳ ସେବା କରୁଥିଲା, ନୀରବ, ନମ୍ର, ନିଷ୍କାମ। ଗୋଟିଏ ଦିନ ଏକ ମହିଳା କାନ୍ଦି କାନ୍ଦି ମନ୍ଦିରକୁ ଆସିଲା। ତାକୁ ଶିଶୁ 3 ଦିନ ହେଲା ଜ୍ୱରରେ ପଡ଼ିଛି। ଡାକ୍ତର କହିଛନ୍ତି ଆଶା କମ୍। ମହିଳା ମୂର୍ତ୍ତି ଆଗରେ ଭାଙ୍ଗି ପଡ଼ିଲା। ମାଧବ ତୃଷ୍ଣାବ ଅବସ୍ଥାରେ ପାଖରେ ବସିଥିଲା। ସେ କହିଲା ନାହିଁ ସାଇବାବା ଭଲ କରିବେ। ସେ କହିଲେ ଯେ ମା, ତୁମେ ଥକିଗଲ, ପ୍ରଥମେ ଶାନ୍ତ ହୁଅ। ସେ ମହିଳା ମାଧବଙ୍କ ଆଖିକୁ ଦେଖି ହଠାତ୍ ଚୁପ୍ ହୋଇଗଲା। କାନ୍ଦ ରୋକିଗଲା, ଶ୍ୱାସ ଧୀର ହେଲା। ମାଧବ ତାକୁ କହିଲେ ନାହିଁ, ସବୁ ଠିକ୍ ହୋଇଯିବ। ସେ କେବଳ ଏତେ କହିଲେ ଯେ ବାବା ଶୁଣୁଛନ୍ତି। ସେଇ ଏକ ଲାଇନ୍, ନ ମନ୍ତ୍ର, ନ ଆଶ୍ୱାସନା, କିନ୍ତୁ ମନରେ ଗଭୀର ପଡ଼ିଗଲା। ରାତିରେ ଶିଶୁର ଜ୍ୱର କମିଲା। ପରଦିନ ଶିଶୁ ଆଖି ଖୋଲିଲା। ଡାକ୍ତର ଆସି ନୀରବ ହୋଇ ରହିଲେ। ସେ କହିଲେ, ମୁଁ ବିଜ୍ଞାନ ଜାଣେ, କିନ୍ତୁ ଏହା ବିଜ୍ଞାନର କଥା ନୁହେଁ। ଲୋକେ ମନ୍ଦିର ଦେଖିଲେ, ମୂର୍ତ୍ତି ଦେଖିଲେ, କିନ୍ତୁ ଚର୍ଚ୍ଚା ହେଲା ମାଧବଙ୍କ ନାମରେ। ଗୋଟିଏ ରାତି ମାଧବ ମନ୍ଦିର ପଛେ ଏକା ବସିଥିଲେ। ସେ କହିଲେ, ବାବା, ଲୋକେ ମୋତେ ଦେଖୁଛନ୍ତି, ମୁଁ ତ ଖାଲି, ମୁଁ ତ କିଛି ନୁହେଁ। ଆଉ ବାସ୍। ବହିଲା ଦୀପ ଡଗମଗ ହେଲା। ମନ ଭିତରେ ଏକ ସ୍ୱର, କିନ୍ତୁ କାନରେ ନୁହେଁ, ହୃଦୟରେ। ଯେଉଁଦିନ ତୁମେ ମୁଁ କହିବି ନାହିଁ, ସେଇଦିନ ମୁଁ କାମ କରିବି। ମାଧବଙ୍କ ଶରୀର କମ୍ପିଗଲା। ସେ ମାଟିରେ ମୁଣ୍ଡ ଲଗାଇଦେଲେ। ଦୂର ଦୂରାନ୍ତରୁ ଲୋକ ଆସୁଥିଲେ। କେହି କହୁଥିଲେ ମୋ ବ୍ୟବସାୟରେ ଭାଙ୍ଗି ଯାଇଛି, କେହି ମୋ ପୁଅ ରାସ୍ତା ଭୁଲି ଯାଇଛି, କେହି ମୋ ଜୀବନରେ ଆଲୋକ ନାହିଁ। ମାଧବ ସବୁକୁ ଏବେ ଭଳି ଦେଖୁଥିଲା ଯେ ନ ପ୍ରଶ୍ନ କରୁଥିଲା, ନ ଉପାୟ ଦେଉଥିଲା। ସେ କେବଳ ଶୁଣୁଥିଲା। ଅଜବ କଥା, ଲୋକେ କହିଦେଲେ ମନ ହାଲକା ହୋଇଯାଏ। ଗୋଟିଏ ଦିନ ଏକ ବଡ଼ ଆଲୋକ ଆସିଲା। ଧନ ଗାଡ଼ି ଲୋକ। ସେ କହିଲେ, ମୁଁ ଏଠାରେ ମନ୍ଦିର କରିଦେବି, ତୁମେ ମୋ ସହ ରୁହ। ମାଧବ ଚୁପ୍। ସେ ରାତି ସାଇବାବା ସ୍ୱପ୍ନରେ ଆସିଲେ। କୌଣସି ଆଦେଶ ନୁହେଁ, କେବଳ ଦୃଷ୍ଟି। ସେ ଦୃଷ୍ଟି କହୁଥିଲେ, ମୋ ନାମରେ ବଡ଼ ହେବା ସବୁଠୁ ଛୋଟ ଘଟଣା। ସକାଳେ ମାଧବ ସେ ଲୋକଙ୍କୁ ନମ୍ର ଭାବରେ କହିଲେ, ମୁଁ ଏଠାରେ ନୁହେଁ, ଭାବ ଏଠାରେ ଅଛି। ବାବା ଏଠାରେ ଅଛନ୍ତି, ଭାବନା ଏଠାରେ ଅଛି, ସ୍ମୃତି ଏଠାରେ ଅଛି, ମନର ପବିତ୍ରତା ଏଠାରେ ଅଛି। ସେ ଲୋକ ନୀରବ ହୋଇ ଚାଲିଗଲେ। ଗୋଟିଏ ସକାଳେ ମନ୍ଦିର ଖୋଲିଲେ। ମାଧବ ନଥିଲା। କେବଳ ମୂର୍ତ୍ତି ସାମ୍ନାରେ ଏକ ଦୀପ ଏବଂ ମାଟିରେ ଏକ ଲାଇନ୍। ଯେଉଁଠାରେ ଭକ୍ତି ଆରମ୍ଭ, ସେଠାରେ ମୁଁ ନାହିଁ, ମୁଁ ସମାପ୍ତ। ଲୋକେ କହୁଥିଲେ ସେ ଚାଲିଗଲା, କିନ୍ତୁ ଯେଉଁମାନେ ସତରେ ଜାଣୁଥିଲେ ସେମାନେ କହୁଥିଲେ ସେ ନୁହେଁ, ସାଇବାବା ଏବେ ଅନ୍ୟ କୌଣସି ରୂପରେ ଚାଲିଛନ୍ତି। ମାଧବ ନଥିଲା, କିନ୍ତୁ ମନ୍ଦିର ଖାଲି ଲାଗୁନଥିଲା। ଦୀପ ଆଗରେ ଅଧିକ ଜଳୁଥିଲା। ଘଣ୍ଟାର ଶବ୍ଦ ଆଗରୁ ଅଧିକ ଗମ୍ଭୀର। ଭକ୍ତଙ୍କ ଆଖିରୁ ଲୁହ ଆଗରୁ ଅଧିକ ସତ୍ୟ। ଲୋକେ ଆସୁଥିଲେ, ବସୁଥିଲେ, ଚୁପ୍ ରହୁଥିଲେ ଏବଂ ମନ ହଲକା କରି ଚାଲି ଯାଉଥିଲେ। କେହି କହିଲେ ମାଧବ ଥିଲେ ଭଲ। ଅନ୍ୟ କେହି କହିଲେ ସେ ନଥିଲେ ମଧ୍ୟ ବାବା ଅଛନ୍ତି। ବର୍ଷ ପରେ ବର୍ଷ ବିତିଗଲା। ଅନ୍ୟ ଜିଲ୍ଲା ପରେ ଅନ୍ୟ ଜିଲ୍ଲା, ଅନ୍ୟ ଗାଁ ପରେ ଅନ୍ୟ ଗାଁ। ଗାଁର ଏକ କୋଣରେ ଏକ ଶାନ୍ତ ଲୋକ। ନ ଆଶ୍ରମ, ନ ମନ୍ଦିର, ନ ମୂର୍ତ୍ତି,
କେବଳ ପାଣି ଦେଉଥିବା ହାତ, ଶୁଣୁଥିବା କାନ ଏବଂ ଆଖି, ଯାହା ଦେଖିଲେ ମନ ଶାନ୍ତ ହୋଇଯାଏ। ସେ ନାମ କହେନି, ଲୋକେ ନାମ ଦିଅନ୍ତି। ସେବା ମଣିଷ, ଯେଉଁଠାରେ ଭଗବାନ ଚମତ୍କାର ନୁହେଁ ଧୈର୍ଯ୍ୟ ଶିଖନ୍ତି। ଗୋଟିଏ ଯୁବକ ଆସି କହିଲେ, ମୁଁ ସବୁ ହାରି ଦେଇଛି, ଭଗବାନ ମୋତେ କିଛି ଦେଲେ ନାହିଁ। ସେ ଲୋକ ତାଙ୍କୁ ଦେଖି ଧୀରେ କହିଲେ, ତୁମେ ଏଯାଏ ଶ୍ୱାସ ନେଉଛ, ସେଇଟା କମ୍ ନୁହେଁ। ଯୁବକ ରାଗିଗଲା, କିନ୍ତୁ ସେଇ ରାତି ସେ ଲାଇନ ତାକୁ ଛାଡ଼ିଲା ନାହିଁ। ଦିନ ପରେ ଦିନ ସେ ଭାବିଲା ଏବଂ ଧୀରେ ଭାଙ୍ଗିଲା ନୁହେଁ, ପଡ଼ିଗଲା। ସାଇବାବାଙ୍କ ସବୁଠାରୁ ଗଭୀର ଲୀଳା ଅଦୃଶ୍ୟ ରହି ସବୁ କରିବା। କେହି ପଚାରିଲେ, ତୁମେ କିଏ? ସେ ହସି କହିଲେ, ମୁଁ ଯେଉଁଠାରେ ଦରକାର ସେଠାରେ ଥାଏ। କେହି କହିଲେ, ତୁମେ ଭଗବାନ କି? ସେ ମାଟିକୁ ଦେଖି କହିଲେ, ଭଗବାନ ହେଲେ ନୀରବତା। ଆମେ ସେଇ ନୀରବତାର ଅଭ୍ୟାସ। ଏକ ବୃଦ୍ଧ ତାଙ୍କୁ ଦେଖି କାନ୍ଦି ପଡ଼ିଲେ। ସେ କହିଲେ, ତୁମ ଆଖି ମୋ ପୁଅ ମାଧବଙ୍କ ପରି। ସେ ଲୋକ କିଛି କହିଲେ ନାହିଁ, ସେ କେବଳ ତାଙ୍କ ପାଦ ଛୁଇଁ ପାଣି ଦେଲେ। ବୃଦ୍ଧାର ହାତ କମ୍ପୁଥିଲା। ସେ ଫୁସ୍ଫୁସ୍ ସାଇରେ, ବାବା, ଲୀଳା ଏଠି ଆଉ ଗଭୀର। କେହି କହୁଥିଲେ ସାଇବାବା ଶିରିଡ଼ିରେ ଥିଲେ, କେହି କହୁଥିଲେ ନା ସେ ଏଠି। କିନ୍ତୁ ଯେଉଁମାନେ ସତରେ ଭକ୍ତି ସେମାନେ ଜାଣୁଥିଲେ ସାଇବାବା କୌଣସି ଜାଗାରେ ନୁହେଁ, ସେ ଯେଉଁ ହୃଦୟରେ ଶୂନ୍ୟ କୋଠରୀରେ। ଲୀଳା ଏବେ ମଧ୍ୟ ଚାଲୁଛି, ଶବ୍ଦରେ ନୁହେଁ, ନାମରେ ନୁହେଁ, କେବଳ ଜୀବନର ଗଭୀରରେ। ସେ ଲୋକ ପ୍ରତିଦିନ ସକାଳେ ସୂର୍ଯ୍ୟ ଉଠିବା ପୂର୍ବରୁ ଉଠୁଥିଲେ, କିନ୍ତୁ କେବେ ପୂଜାରେ ଶବ୍ଦ କରୁନଥିଲେ। ସେ କେବଳ ନଦୀ ପାଖକୁ ଯାଇ ପାଣିକୁ ଦେଖୁଥିଲେ, ଏମିତି ଯେପରି ପାଣି ଭିତରେ କାହାକୁ ଶୁଣୁଛନ୍ତି, କାହାକୁ ଦେଖୁଛନ୍ତି, କାହାକୁ ଧରି ରଖିଛନ୍ତି। ଗାଁର ଲୋକ କହୁଥିଲେ ଯେ କିଛି କହେନି, କିନ୍ତୁ ତା ପାଖରେ ବସିଲେ ମନ ଭାଙ୍ଗିଯାଏ ଭଲ ଭାବରେ। ଦୀର୍ଘ ଦୁଃଖ ନେଇ ଆସିଥିବା ଲୋକମାନେ, କେହି ଆସୁଥିଲେ ବର୍ଷର ବର୍ଷ ଭାର ନେଇ, ଋଣ, ଦୋଷ, ପଶ୍ଚାତ୍, ଅନକହା କାନ୍ଦ। ସେମାନେ କହୁଥିଲେ ଲାଇନ ପରେ ଲାଇନ, ଶବ୍ଦ ପରେ ଶବ୍ଦ, ଯେପରି ମନ ପରେ ମନ, ଶେଷରେ ଖାଲି ହେବାକୁ ଚାହୁଁଛନ୍ତି। ସେ ଲୋକ କେବେ ମଧ୍ୟ ବିଚାର କରୁନଥିଲେ, ସେ ଶୁଣୁଥିଲେ ଏମିତି ଯେପରି ପ୍ରତ୍ୟେକ ଦୁଃଖ ତାର ନିଜର। ଯେଉଁଦିନ ଗୋଟିଏ ଭଙ୍ଗା ମଣିଷ ପଚାରିଲା, ଗୋଟିଏ ଦିନ ଏକ ଲୋକ ପୂରା ଭାଙ୍ଗିଯାଇ କହିଲା, ମୁଁ ସବୁ ଭୁଲ କରିଛି, ଏବେ ଭଗବାନ ମୋତେ ଗ୍ରହଣ କରିବେ କି? ସେ ଲୋକ ଦୀର୍ଘ ସମୟ ନୀରବ ରହିଲେ। ତାପରେ ଧୀରେ ଏକ ଲମ୍ବା ଲାଇନ କହିଲେ, ଯେଉଁ ମଣିଷ ନିଜକୁ ଭୁଲ ବୋଲି ମାନିପାରେ, ସେ ଆଗକୁ ହିଁ ଭଗବାନଙ୍କ ପରି ଦୌଡ଼ୁଛି। ସେ ଲୋକ ମାଟିରେ ବସି କାନ୍ଦିଲା, ଭୟରେ ନୁହେଁ, ହାଲକା ହୋଇ। ରାତିରେ ଯେଉଁଠାରେ ସତ୍ୟ ଆସେ, ରାତି ଦେଲେ ସେ ଏକା ଆକାଶକୁ ଦେଖୁଥିଲେ। ତାରା ଅନନ୍ତ, ନୀରବ। ସେ ଫୁସ୍ଫୁସ୍ ସାଇ କହୁଥିଲେ, ବାବା, ମୁଁ ଠିକ୍ ଭାବେ ଲୁଚି ପାରୁଛି କି? ବାସ୍, ଉତ୍ତର ଦେଉଥିଲେ। ପତ୍ର ହଲଚଲ ହେଉଥିଲା, ନୀରବତା ହସୁଥିବା। କେହି କହିଲେ, ଏହା ଗୋଟିଏ କାହାଣୀ। କିନ୍ତୁ ଯେଉଁମାନେ ଜୀବନରେ ସବୁ ହାରି ଏଠାକୁ ଫେରିଥିଲେ, ସେମାନେ କହିଲେ, ନା, ଏହା ଆମର ଦ୍ୱିତୀୟ ଶ୍ୱାସ। କାରଣ ସାଇବାବା କେବେ ଶେଷ କରନ୍ତି ନାହିଁ। ସେ ନାମ ବଦଳାନ୍ତି, ରୂପ ବଦଳାନ୍ତି, କାହାଣୀ ବଦଳାନ୍ତି, କିନ୍ତୁ ଯେଉଁ ହୃଦୟ ଶୂନ୍ୟ ହୋଇ ଅପେକ୍ଷା କରୁଛି ନା, ସେଠାରେ ସେ ଏବେ ମଧ୍ୟ ବସିଛନ୍ତି। ସମୟ ଆଗକୁ ବହୁତ ଥିଲା, କିନ୍ତୁ ସେ ଲୋକଙ୍କ ଜୀବନ ସମୟରେ କୌଣସି ହଡ଼ବଡ଼ ନଥିଲେ। ଦିନ ଆସୁଥିଲା, ଦିନ ଯାଉଥିଲା, ଲୋକ ଆସୁଥିଲେ, ଲୋକ ଫେରୁଥିଲେ, କିନ୍ତୁ ସେଇ ନୀରବ ଉପସ୍ଥିତ ଥିଲା। ସବୁବେଳେ ସେଠାରେ କହୁଥିଲେ, ଯେପରି ଆକାଶ ରହେ, ଯେପରି ମାଟି ରହେ, ଯେପରି ଶ୍ୱାସ ରହେ। କେହି ତାକୁ ଗୁରୁ କହୁଥିଲେ, କେହି ସାଧୁ, କେହି ପାଗଳ, କିନ୍ତୁ ଯେଉଁମାନେ ସତରେ ଭାଙ୍ଗିଥିଲେ, ସେମାନେ ତାଙ୍କୁ କେବଳ ଆଶ୍ରୟ ବୋଲି ଅନୁଭବ କରୁଥିଲେ। ଗୋଟିଏ ଦିନ ଏକ ଲୋକ ଆସିଥିଲା
ଯାହାର ମୁହଁରେ ହସ ଥିଲା କିନ୍ତୁ ଆଖିରେ ଗଭୀର ଅନ୍ଧକାର। ସେ ଲମ୍ବା ସମୟ ପର୍ଯ୍ୟନ୍ତ କିଛି କହିଲା ନାହିଁ, କେବଳ ବସି ରହିଲା, ଯେପରି ମନ ଭିତରେ ଯୁଦ୍ଧ ଚାଲୁଛି। ଶେଷରେ ସେ କହିଲେ, ଜୀବନର ସବୁ ଥିଲା କିନ୍ତୁ ଶାନ୍ତି ନଥିଲା। ସେ ଲୋକ ଶୁଣୁଥିଲେ, ଏମିତି ଶୁଣୁଥିଲେ ଯେପରି ପ୍ରତ୍ୟେକ ଶବ୍ଦ ହୃଦୟରେ ରଖି ଦେଉଛନ୍ତି, ତାପରେ ଧୀରେ କହୁଥିଲେ, ଶାନ୍ତି କେବେ କାହାକୁ ଆସେନି। ସେଦିନ ତୁମେ ନିଜ ସହ ଯୁଦ୍ଧ ବନ୍ଦ କରିବ, ସେଦିନ ଏହା ନିଜେ ଆସିବ। ରାତି ହେଲେ ସେ ଲୋକ ଏକା ହସୁଥିଲେ, ଆକାଶ ତଳେ ନୀରବତାକୁ ସାକ୍ଷୀ କରି, ଯେପରି ନୀରବତା ତାଙ୍କର ପୁରୁଣା ସହଚର। ଚାରିପାଖରେ କୌଣସି ଆଲୋକ ନଥିଲା, କେବଳ ଦୂରେ କିଛି ଦୀପ ଜଳୁଥିଲା। ତଥାପି ତାଙ୍କ ମୁହଁରେ ଅନ୍ଧକାର ନଥିଲା। ସେଠାରେ ଥିଲା ଏକ ଗଭୀର, ଧୀର, ଅଚଳ ଶାନ୍ତି, ଯାହା ଅନେକ ବର୍ଷର ଯନ୍ତ୍ରଣା, ପରୀକ୍ଷା, ଅପେକ୍ଷା, ଭୁଲ, ଭଙ୍ଗା ସ୍ୱପ୍ନ ଓ ନୀରବ ପ୍ରାର୍ଥନାର ଜନ୍ମ ନେଇଥିବା। ସେ ନିଜ ଜୀବନକୁ ପଛକୁ ଦେଖୁଥିଲେ। ମାଧବ ଥିବା ସମୟ, ମାଧବ ହରାଇଯିବା ସମୟ ଏବଂ ମାଧବ ନଥିବା ପରେ ସେ ଜୀବନ ଚାଲିଛି। ସେହି ଜୀବନ ଏବେ ଧୀରେ ଧୀରେ ବୁଝୁଥିଲା। ସେ ସାଇବାବା କେବେ ତାଙ୍କୁ କୌଣସି ରାସ୍ତା ଦେଖାଇ ନଥିଲେ, କେବଳ ତାଙ୍କୁ ଚାଲିଯିବାର ଶକ୍ତି ଦେଉଥିଲେ। କେବଳ କୌଣସି ଉତ୍ତର ଦେଇ ନଥିଲେ, କେବଳ ପ୍ରଶ୍ନ ସହିବାର ସାହସ ଦେଉଥିଲେ। କେବେ କୌଣସି ଚମତ୍କାର କରି ଦେଖାଇ ନଥିଲେ, କେବଳ ଦୁଃଖ ଭିତରେ ମଧ୍ୟ ଭାଙ୍ଗି ନଥିବା ମନ ଦେଉଥିଲେ। ସେହି ରାତିର ବାତାସ ହଲକା ବୁଲୁଥିଲା, ଗଛର ପତ୍ର ମନେ ହେଉଥିଲା କିଛି କହୁଛି। ଆକାଶ ଗମ୍ଭୀର ଥିଲା ଏବଂ ସେ ଲୋକ ମନ ଭିତରେ ଏକ ଲମ୍ବା ଅନନ୍ତ ଲାଇନ ଶୁଣୁଥିଲେ ଯେ ଭକ୍ତି ମାନେ କିଛି ମିଳିବା ନୁହେଁ, ଭକ୍ତି ମାନେ ଧୀରେ ଧୀରେ ନିଜକୁ ହରାଇ ଏମିତି ଏକ ଶୂନ୍ୟତାରେ ପହଞ୍ଚିବା ଯେଉଁଠାରେ ଦୁଃଖ ମଧ୍ୟ ଭୟ ଦେଉଥାଏ। ସେହି ଶୂନ୍ୟତାରେ କୌଣସି ସାଇବାବା ଘୋଷଣା ଛଡ଼ା, କୌଣସି ନାମ ଛଡ଼ା ସାଇବାବା ନିଜେ ନିଜେ ବସିଯାଆନ୍ତି। ଯଦି ଆପଣ ଭାବୁଛନ୍ତି ସାଇବାବା ଚମତ୍କାର କେବଳ ମନ୍ଦିର କରନ୍ତି, ଯଦି ଆପଣ ଭାବୁଛନ୍ତି ଭକ୍ତିମାନେ କେବଳ ଦୀପ, ଧୂପ ଓ ପ୍ରାର୍ଥନା, ତେବେ ଏହି କାହାଣୀ ପଢ଼ିବା ପୂର୍ବରୁ ଏକାଥର ରୁକନ୍ତୁ, କାରଣ ଏହା ସେହି ଲୀଳା ନୁହେଁ ଯେଉଁଠାରେ ସାଇବାବା ଆସି ଦେଖିଦିଅନ୍ତି। ଏହା ସେହି ଲୀଳା ଯେଉଁଠାରେ ସାଇବାବା ନୀରବ ରହି ଆପଣଙ୍କ ଜୀବନକୁ ଧୀରେ ଧୀରେ ପଲଟାଇ ଦିଅନ୍ତି। ଏହା ସେହି କଥା ଯେଉଁଠାରେ ଭକ୍ତି ପ୍ରଥମେ ଭାଙ୍ଗିଯାଏ, ତାପରେ ନୂଆ ଭାବରେ ଗଢ଼ି ଉଠେ। ଏବଂ ଯଦି ଆପଣ ଏହାକୁ ଶେଷ ପର୍ଯ୍ୟନ୍ତ ପଢ଼ିବେ ନା, ସମ୍ଭବତଃ ଆପଣ ବୁଝିପାରିବେ ସାଇବାବା କେଉଁଠି ରୁହନ୍ତି ଏବଂ କେଉଁଠି କେବେ ଛାଡ଼ି ଯାଆନ୍ତି ନାହିଁ। ଏବେ ଏକାଥର ନିଜ ହୃଦୟକୁ ପଚାରନ୍ତୁ, ଆପଣ ଯେଉଁ ଯନ୍ତ୍ରଣାକୁ ଏଯାଏ ପର୍ଯ୍ୟନ୍ତ ଦଣ୍ଡ ବୋଲି ଭାବୁଥିଲେ, ସେହି ଯନ୍ତ୍ରଣା ଯଦି ସାଇବାବାଙ୍କୁ ସବୁଠୁ ଗଭୀର ଆଶୀର୍ବାଦ ଦେଇଥାଏ, ତେବେ ଆପଣ ଯେଉଁ ନୀରବତାକୁ ଉତ୍ତର ନାହିଁ ବୋଲି ଭାବୁଥିଲେ, ସେହି ନୀରବତା ଯଦି ସାଇବାବାଙ୍କର ସବୁଠୁ ଉଚ୍ଚ ସ୍ୱରରେ ହୋଇଥାଏ, ତେବେ ହୋଇପାରେ ସେ ଆପଣଙ୍କ ପରୀକ୍ଷା କରୁନାହାନ୍ତି ତ? ହୋଇପାରେ ସେ ଆପଣଙ୍କୁ ଦେଖୁଛନ୍ତି ତ? ନୀରବ, ନିକଟ, ଅଦୃଶ୍ୟ। ଏବଂ ହୋଇପାରେ ଆଜି ରାତିର ଯେତେବେଳେ ଆପଣ ଏକ ହୋଇ ଚୁପଚାପ ଶୋଇପଡ଼ୁଛନ୍ତି ନା, ସେହି ନୀରବତାରେ ସାଇବାବା ଭିଜି ଯାଉଛନ୍ତି। ଭିତରୁ ଆପଣ ଏକ ଅଜଣା ଶାନ୍ତ ଅନୁଭବ କରିବେ ଏବଂ ସେହି ମୁହୂର୍ତ୍ତରେ ଆପଣ ବୁଝିଯିବେ ସାଇବାବା ଆପଣଙ୍କୁ କେବେ ଛାଡ଼ି ଯାଇ ନଥିଲେ। ଯଦି ଚାହାନ୍ତି, ମୁଁ ଏବେ ୟୁଟ୍ୟୁବ୍ ଭଏସରେ କିମ୍ବା ଆଉ ଭୟଙ୍କର ଇମୋସନାଲ ଭାବରେ ମଧ୍ୟ ତିଆରି କରିପାରେ। ଗଲା ପଳେଇଲା। এইটা କହିଦେଇଛି କାଟିଦେବୁ। এইଟା ଫେସବୁକ୍ ରିଅଲ ଏମିତି କହିଦେଇଛି, ଟିକେ କହିଦେଇଛି। କାଟିଦେବି ନା ନା, ଏତିକି କାଟିଦେବୁ। ନେ ପକେଇଦେ, ସର୍ଟ ପକେଇ ଦେଇଛୁ ତ? ଏତିକି ତ ଲାଗୁନଥିଲା ନା ଆଉ କାହିଁ।